କାଉଡି ବାଲାକୁ ନେଇ କୋଉ ମନ୍ଦିର ଯାଇଥିଲି ଆଉ କୋଉଠୁ ପାଣି ଉଠେଇଥିଲେ ଆଉ କୋଉ ମନ୍ଦିରରେ ନେଇ ପାଣି ଢାଳିଥିଲେ। ମୁଁ ବଲେୟମ ବାଲାକୁ ନେଇ ବାହାରିଥିଲି ଗୋଟେ ଲଙ୍ଗ ଜାଗାକୁ। ତାପରେ ଆମର ଗାଡିରେ ବାବାଙ୍କର ପତାକା ବାନ୍ଧି ଦେଇ ବାବାଙ୍କ ପାଖକୁ ବାହାରି ପଡିଲୁ। ଗଲାବେଳେ ରାସ୍ତାରେ ମା ଦ୍ୱାରଶଣୀଙ୍କ ପୀଠ ପଡେ, ସେଠି ଟିକେ ଛିଡା ହୋଇ ମାଙ୍କୁ ଦର୍ଶନ କରି ବାବାଙ୍କ ପାଖକୁ ଆଗମନ କରିଲୁ। ଆମେ କୋଉଠକୁ ପାଣି ଢାଳିବା ପାଇଁ ଯାଉଛୁ, ତ ଆମେ ଯାଉଛୁ କେଉଁଝର ଡିଷ୍ଟ୍ରିକ୍ଟର ମୁର୍ଗା ମହାଦେବ ଟେମ୍ପୁଲକୁ। ତାପରେ ଆମେ ପହଞ୍ଚି ଯାଇଥିଲୁ ଯୋଉଠୁ ଆମର କାଉଡି ବାଲା ମାନେ ପାଣି ଉଠେଇବେ, ଆଉ ସେଇ ଜାଗାରେ ନନା ବି ଥିଲେ। ତାପରେ ସେମାନେ ଫାଷ୍ଟ ଯାଇକି ସ୍ନାନ କରି ନେଇଥିଲେ। ନନା ଆଉ କିଛି କାଉଡି ବାଲାଙ୍କର ପୂଜା ସାରି ଆମର ପିଲାମାନଙ୍କର ପୂଜା କରୁ କରୁ ସନ୍ଧ୍ୟା ହେଇଗଲା। ଆମର ପିଲା ଗୁଡା ବାହାଙ୍ଗି ଗୁଡାକୁ ରେଡି କରି ସାରି ସେଠି ସେମାନେ 7 ଥର ବୁଲିଲା ବେଳକୁ ସନ୍ଧ୍ୟା 7ଟା ହେଇଯାଇଥିଲା। भोला बाबा भोला बाबा भोला बाबा चट्टिया बाबा चट्टिया बाबा चट्टिया बाबा पानी ढाई बाका उठे पानी ढाई बाका उठे बाबा जो उठे पानी ढाई बाका उठे बाबा जो उठे। ଆଉ ସେମାନେ ଯୋଉଠୁ ପାଣି ଉଠେଇଲେ ସେଇଠୁ ମୁର୍ଗା ମହାଦେବ ମନ୍ଦିରକୁ 14 କିଲୋମିଟର ହେବ। ତାପରେ ସେମାନେ 3 ଘଣ୍ଟା ଚାଲିଲା ପରେ ମୁର୍ଗା ବାବାଙ୍କ ପାଖାପାଖି ଗୋଟେ ଜାଗାରେ ଟିକେ ରେଷ୍ଟ କରିଥିଲେ। ତାପରେ ସେଠି କିଛି ସମୟ ରେଷ୍ଟ କରିଲା ପରେ ପୁଣି ବାହାରିଥିଲେ ଆଉ ସେଠୁ ମୁର୍ଗା ବାବାଙ୍କ ମନ୍ଦିର 3 କିଲୋମିଟର ହେବ। ଫାଇନାଲି ଆମେ ପହଞ୍ଚି ଯାଇଛୁ ଆମର ଡେଷ୍ଟିନେସନ ମୁର୍ଗା ବାବା ପାଖକୁ। ତାପରେ ମୁଁ ମନ୍ଦିର ପଟେ ଯାଇଥିଲି, ସେଠି ଦେଖିବାକୁ ପାଇଲି ବାବାଙ୍କ ପାଖକୁ ବହୁତ ଦୂର ଦୂରରୁ ଆସିଛନ୍ତି ପାଣି ଢାଳିବା ପାଇଁ। ବାବାଙ୍କ ମନ୍ଦିର ଲାଗି ଗୋଟେ ୱାଟରଫଲ ଥିଲା, ସେପଟେ ମୁଁ ଟିକେ ଯାଇଥିଲି ଆଉ ସେଠି ଆମର କାଉଁରୀ ଭାଇ ମାନେ ସେଇ ଝରଣାରେ ସ୍ନାନ କରୁଥିଲେ। ତାପରେ ଆମର ପିଲା ଗୁଡା ପାଣି ଢାଳି ସେଠୁ ଆସିଲା ବେଳେ ଆମେ ଖିଚକେଶ୍ୱରୀ ମନ୍ଦିର ଯାଇ, ଯେହେତୁ ସେଇ ବାଟ ଦେଇ ଆସିଥିଲୁ ମାଙ୍କ ପାଖରେ ଟିକେ ପଶି ଦର୍ଶନ କରିଦେଇଥିଲୁ। ଆଉ ସେଠି ବାବାଙ୍କ ଭକ୍ତ ମାନଙ୍କ ପାଇଁ ପ୍ରସାଦ ପ୍ରଦାନ କରୁଥିଲେ। ତାପରେ ଆମେ ସେଠି ପ୍ରସାଦ ଗ୍ରହଣ କରି, ଯେହେତୁ ଆମର ପିଲା ଗୁଡା ଥକି ଯାଇଥିବେ ତ ସେଠୁ ଜଲ୍ଦି ଆମେ ବାହାରି ଆସିଥିଲୁ। ଆଉ ଏଇ ଆମର କାଉଁରୀ ଭାଇ ମାନଙ୍କ ପାଇଁ ଗୋଟେ ଲାଇକ୍ ଆଉ ଗୋଟେ ଛୋଟ କମେଣ୍ଟ କରିଦେବେ। ହର ହର ମହାଦେବ। ଏଇ ଭିଡିଓରେ ଏତିକି। ରହିଲି। ହର ହର ମହାଦେବ।